नमस्कार दर्शक बंधु मु लोपामुद्रा पंडा आपण समस्त को स्वागत करुच्ची आज आलोचना को आदर पिला माने आमे आम दैनंदिन जीवन में आम रुचि अनुसार विभिन्न प्रकार खाद्य खाई था जहाँकि आम शरीर को शक्ति प्रदान करिथाए किंतु सतरे कौन यह आम शरीर को शक्ति प्रदान करिथाए आम शरीर गठन में साहाय्य करे तमे आमे माने खाउथिबा खाद्य गुड़िक भितरु केउं गुड़िक आम पई उपकारी अर्थात केउं खाद्य गुड़िक आम शरीर को आवश्यक हेउथिबा विटामिन मिनरल्स एवं शक्ति प्रदान करथांती सेगुड़ाक जानिबा आमर निहाती आवश्यक। तो आज ही आलोचना रे आमे सही विषय रे जानिबा आमे खाउथिबा खाद्य गुड़िक मध्यरु केउं खाद्य गुड़िक आम शरीर पई आवश्यक विटामिन गुड़िक आमको जोगई थांती। तो डेरी न करी चला आरंभ करिबा सठिक खाद्य चयन करिबा एवं सुस्थ रहिबा। पिला माने आज आमे षष्ठ श्रेणी विज्ञान बही जिज्ञासार चैप्टर 3 सुषम खाद्य सुस्थ शरीरर उपाय रे थिबा पाठटी पढ़िबा। तो एही विषय रे थिबा विटामिन ए बी ओ एहार उपादेयता विषय रे आज आमे आलोचना करिबा। तो चलो आरंभ करिबा। पिला माने ଏହି ବିଷୟଟି ପଢି ସାରିଲା ପରେ ତୁମେ ମାନେ ବିଭିନ୍ନ ପ୍ରକାର ଭିଟାମିନ ଗୁଡ଼ିକର ନାମ କହିବ ଓ ଲେଖିବ। ଭିଟାମିନ ଏ ଓ ବି ର ଆବଶ୍ୟକତା ଗୁଡ଼ିକୁ ବୁଝାଇବ। ଭିଟାମିନ ଏ ଓ ବି ଯୁକ୍ତ ଖାଦ୍ୟ ଗୁଡ଼ିକର ନାମ କହିବ ଓ ଲେଖିବ। ଭିଟାମିନ ଏ ଓ ବି ଅଭାବ ଜନିତ ବିଭିନ୍ନ ରୋଗ ଗୁଡ଼ିକର ନାମ କହିବ ଓ ଲେଖିବ। ଆଚ୍ଛା ପିଲାମାନେ କହିଲ ଦେଖି आमे विभिन्न प्रकार पनीपरिबा और फल खाई थाउ एई चित्र रे जो पनीपरिबा और फल देखैची ताकू तम माने केबे खाइचो? हाँ दीदी आमे खाइचु। वेरी गुड पिला माने। अच्छा कहिला देखी एई सब विभिन्न प्रकार पनीपरिबा और फल खाइबा द्वारा हमर कोन लाभ हुए? दीदी विटामिन मिले। अच्छा विटामिन मिले। अच्छा ताहले कहिलो एई जो विटामिन कथा तमे कहूच ए विटामिन युक्त खाद्य आमे काहेकि खाइबा? उम, दीदी शरीर ପାଇଁ ଭଲ ଆମେ ଖାଇଲେ ଜल्दी ଜଲ୍ଦି ବଡ ହବୁ। ଆଚ୍ଛା ଠିକ ଅଛି ପିଲାମାନେ ଚାଲ ଆଜି ଆମେ ଆଲୋଚନା କରିବା ଏଇ ଭିଟାମିନ୍ କଣ ଏବଂ ଏ ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରରେ କଣ ଉପକାର ହୁଏ। ପିଲାମାନେ ତମମାନେ ଶୁଣ ଭିଟାମିନ୍ ହେଉଛି ଆମ ଶରୀର ପାଇଁ ଅତ୍ୟାବଶ୍ୟକ ପୋଷକ ପଦାର୍ଥ। ଏହା ଆମ ଶରୀରକୁ ସୁସ୍ଥ ରଖିବାରେ ଓ ବିଭିନ୍ନ ରୋଗମାନଙ୍କ ଠାରୁ ସୁରକ୍ଷା କରିବାରେ ସାହାଯ୍ୟ କରେ। ତେଣୁ ଆମେ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର ସୁସ୍ଥ ଆଉ ନିରୋଗ ରହିଥାଏ। ତ ତମେ ମାନେ ବିଭିନ୍ନ ପ୍ରକାର ପନିପରିବା ଆଉ ଫଳ ସବୁ ଖାଉଛ କି ନାହିଁ? ହଁ ଦିଦି ଭେରି ଗୁଡ୍ ଆମେ ସବୁଦିନ ବିଭିନ୍ନ ପ୍ରକାର ପନିପରିବା ଫଳ ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର ଭିଟାମିନ୍ ଆମକୁ ମିଳିଥାଏ। ଆଚ୍ଛା ତମେ କହିପାରିବ କି କେତେ ପ୍ରକାର ଭିଟାମିନ୍ ବିଷୟରେ ତମେ ସବୁ ଜାଣିଛ? ଦିଦି ଭିଟାମିନ୍ ଏ ବି ସି ଡି ଇ ଏତିକି ଆଉ କିଏ ଜାଣିଛ କି? ନା ଦିଦି ଠିକ ଅଛି ଚାଲ ଆଜି ବିଭିନ୍ନ ପ୍ରକାରର ଭିଟାମିନ୍ ସେମାନଙ୍କର ଉତ୍ସ ଅର୍ଥାତ୍ ଆମେ ଯୋଉ ଖାଦ୍ୟ ଖାଉ ସେଥିରେ କେଉଁ କେଉଁ ପ୍ରକାର ଭିଟାମିନ୍ ଅଛି ଏବଂ ଏହି ଭିଟାମିନ୍ ଗୁଡ଼ିକ ଆମ ଶରୀର ପାଇଁ କିପରି ଉପାଦେୟ ସେ ବିଷୟରେ ଆଲୋଚନା କରିବା। ଆଚ୍ଛା ପିଲାମାନେ ଏବେ ଦେଖ ତମେ ଯୋଉ ଭିଟାମିନ୍ ଗୁଡ଼ିକର ନାଁ କହିଲ ଭେରି ଗୁଡ୍ ସବୁ ଠିକ କହିଲ। ଆମ ଶରୀର ପାଇଁ ଭିଟାମିନ୍ ଏ ଭିଟାମିନ୍ B1 ଭିଟାମିନ୍ B2 ଭିଟାମିନ୍ B3 ଭିଟାମିନ୍ B6 and 12 ଭିଟାମିନ୍ ସି ଡି ଇ କେ ଆଦି ବିଭିନ୍ନ ପ୍ରକାର ଭିଟାମିନ୍‌ର ଆବଶ୍ୟକତା ରହିଛି। ଚାଲ ଆଜି ଆମେ ସବୁ ପ୍ରକାର ଭିଟାମିନ୍ ଏବଂ ସେଗୁଡ଼ିକର ଉତ୍ସ ଏବଂ ଶରୀର ପାଇଁ ଏହାର ଉପକାର ବିଷୟରେ ଆଲୋଚନା କରିବା। ପ୍ରଥମେ ଦେଖିବା ଭିଟାମିନ୍ ଏ। ଆଚ୍ଛା କି କହିପାରିବ ଭିଟାମିନ୍ ଏ ଆମେ କେଉଁ କେଉଁ ଖାଦ୍ୟରେ ପାଉ? ଗାଜର ଅମୃତଭଣ୍ଡା ଆମ୍ବ ସବୁଜ ଶାଗ ଆଦି ବିଭିନ୍ନ ପ୍ରକାର ଖାଦ୍ୟରୁ ଆମେ ଭିଟାମିନ୍ ଏ ପାଇଥାଉ ଏବଂ ଏହା ଆମ ଶରୀରକୁ ସୁସ୍ଥ ରଖିବା ସହିତ ଆମ ଦୃଷ୍ଟିକୁ ଅର୍ଥାତ୍ ଆମ ଆଖିକୁ ସୁସ୍ଥ ରଖେ ଚର୍ମ ସୁସ୍ଥ ରଖେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।
ଭିଟାମିନ୍ B1 ଏହାକୁ ମଧ୍ୟ ଥାୟାମିନ୍ କୁହାଯାଏ। ଭାତ, ଡାଲି, ବାଦାମ ଆଦି ଖାଦ୍ୟରେ ଆମେ ବହୁ ପରିମାଣରେ ଭିଟାମିନ୍ B1 ପାଇବା। ଏହା ଆମ ଶରୀରକୁ ଶକ୍ତି ଦେଇଥାଏ ଏବଂ ଆମ ସ୍ନାୟୁକୁ ସୁସ୍ଥ ରଖେ। ଭିଟାମିନ୍ B2 ଆକୁ ମଧ୍ୟ ରିବୋଫ୍ଲାଭିନ୍ ବୋଲି କୁହାଯାଏ। ମନେ ରହିଲା? ଏହା ଆମେ ଦୁଧ, ଅଣ୍ଡା, ସବୁଜ ପନିପରିବା ଆଦି ଖାଦ୍ୟରୁ ପାଇଥାଉ। ଏହା ଆମ ଆଖି ଆଉ ଚର୍ମ ପାଇଁ ବହୁତ ଭଲ। ଭିଟାମିନ୍ B3 ଏହାକୁ ଆମେ ନିଆସିନ୍ ବୋଲି ମଧ୍ୟ କହିଥାଉ। ଭାତ, ମାଛ, ମାଂସ, ଅଣ୍ଡା ଆଦି ଖାଦ୍ୟରୁ ଭିଟାମିନ୍ B3 ମିଳିଥାଏ। ଏହା ମଧ୍ୟ ଆମ ଶରୀରରେ ଶକ୍ତି ଉତ୍ପାଦନ କରେ, ଆମ ଚର୍ମକୁ ସୁସ୍ଥ ରଖେ। ଭିଟାମିନ୍ B6 and B12 ଏହି ଭିଟାମିନ୍ ଆମକୁ ଡାଲି, ଆଳୁ, କଦଳୀ, କ୍ଷୀର, ମାଂସ, ଅଣ୍ଡା ଆଦି ଖାଦ୍ୟରୁ ମିଳିଥାଏ। ଏହା ମଧ୍ୟ ଆମ ଶରୀର ପାଇଁ ବହୁତ ଉପକାରୀ। ଏହା ଆମ ଶରୀରରେ ନୂତନ ରକ୍ତ କଣିକା ଗଠନ କରେ, ଆମ ସ୍ନାୟୁକୁ ସୁସ୍ଥ ରଖେ। ଭିଟାମିନ୍ ସି ଏହା ଲେମ୍ବୁ, କମଳା, ଆମ୍ବ ଆଦି ଫଳମାନଙ୍କ ଠାରୁ ମିଳିଥାଏ। ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଖଣ୍ଡିଆ ବା ଘା ହେଲେ ଶୀଘ୍ର ଶୁଖିବାରେ ମଧ୍ୟ ସାହାଯ୍ୟ କରେ। ଭିଟାମିନ୍ ଡି ଶୁଣିଛ ନା ନାଇଁ ପିଲାମାନେ? ଭିଟାମିନ୍ ଡି ଏହା କ୍ଷୀର, ଅଣ୍ଡା ଆଉ ସୂର୍ଯ୍ୟାଲୋକରୁ ମିଳିଥାଏ। ଏହା ଆମ ଶରୀରରେ ହାଡ଼ ଓ ଦାନ୍ତକୁ ମଜବୁତ କରେ। ଭିଟାମିନ୍ ଇ ପିଲାମାନେ ଆମେ ଭିଟାମିନ୍ ଇ ବାଦାମ, ତେଲ ଆଦି ଚର୍ବି ଜାତୀୟ ଖାଦ୍ୟରୁ ପାଇଥାଉ। ଏହା ଆମ ଚର୍ମ ଓ ଶରୀରରେ ଥିବା କୋଷକୁ ସୁରକ୍ଷା ପ୍ରଦାନ କରେ। ଭିଟାମିନ୍ କେ ଏହି ଭିଟାମିନ୍ ଆମେ ସବୁଜ ଶାଗ ଗୁଡ଼ିକରୁ ପାଇଥାଉ। ଏହା ଆମ ଶରୀରରେ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ। ଅର୍ଥାତ୍ ଆମ ଶରୀର ଯେତେବେଳେ କିଛି ଖଣ୍ଡିଆ ବା କଟିଯାଏ ସେତେବେଳେ ଏହା ରକ୍ତକୁ ଜମାଟ ବାନ୍ଧିବାରେ ସାହାଯ୍ୟ କରେ, ଯାହା ଫଳରେ ଅଧିକ ପରିମାଣରେ ରକ୍ତସ୍ରାବ ହୁଏ ନାହିଁ। ତ ପିଲାମାନେ ଆମ ଶରୀର ପାଇଁ ଏହି ପ୍ରକାର ଭିଟାମିନ୍ ସବୁ ନିହାତି ଆବଶ୍ୟକ, ଯାହା ଆମ ଶରୀରକୁ ସୁସ୍ଥ ଆଉ ନିରୋଗ ରଖେ। କିନ୍ତୁ ଆଜି ଆମେ ଏହି ଭିଡିଓଟିରେ କେବଳ ଭିଟାମିନ୍ ଏ ଆଉ ଭିଟାମିନ୍ ବି ବିଷୟରେ ସବିଶେଷ ଆଲୋଚନା କରିବା, ବିଶ୍ଳେଷଣ କରିବା ଏବଂ ବୁଝିବା ଯେ ଆମ ଶରୀର ପାଇଁ ଭିଟାମିନ୍ ଏ ଏବଂ ଭିଟାମିନ୍ ବି ର କିଭଳି ଭାବେ ବହୁତ ଆବଶ୍ୟକତା ରହିଛି, ଯାହା ଫଳରେ ଆମ ଶରୀରକୁ ଶକ୍ତି ମିଳିଥାଏ। ଆଚ୍ଛା, ଏବେ କହିଲ ଭିଟାମିନ୍ ଏ ଆଉ ବି ଆମ ଶରୀର ପାଇଁ କାହିଁକି ଜରୁରୀ? କିଏ କହିପାରିବ? ପିଲାମାନେ ଆମ ଶରୀରକୁ ସୁସ୍ଥ ସବଳ ରଖିବା ପାଇଁ ଭିଟାମିନ୍ ଏ ଓ ବି ଅତ୍ୟନ୍ତ ଆବଶ୍ୟକ। ଏହି ଭିଟାମିନ୍ ଗୁଡ଼ିକ ଆମ ଦେହରେ ବିଭିନ୍ନ କାର୍ଯ୍ୟ କରନ୍ତି ଓ ରୋଗମାନଙ୍କ ଠାରୁ ଆମକୁ ଦୂରେଇ ରଖନ୍ତି, ଯାହା ଫଳରେ ଆମେ ସବୁବେଳେ ସୁସ୍ଥ ରହୁ, ବିଭିନ୍ନ କାମରେ ଆମେ ମନୋଯୋଗ ଦେଇପାରୁ। ଆଚ୍ଛା ପିଲାମାନେ, ଆଉ ଗୋଟେ କଥା ଜାଣିଛ? ଭିଟାମିନ୍ ବି ହେଉଛି ଏକ ଟିମ୍, ଅର୍ଥାତ୍ ଭିଟାମିନ୍ ବି ରେ 8 ପ୍ରକାର ଭିଟାମିନ୍ ସମୂହିତ ହେଇକି ଅଛନ୍ତି। ପିଲାମାନେ ଏବେ ଆମେ ଭିଟାମିନ୍ ଏ ର ଉପାଦେୟତା ବିଷୟରେ ଆଲୋଚନା କରିବା। ଆମେ ଖାଉଥିବା ବିଭିନ୍ନ ଖାଦ୍ୟ ଯାହାକି ଭିଟାମିନ୍ ଏ ରେ ପରିପୂର୍ଣ୍ଣ, ତାହା ଆମ ଶରୀରକୁ କେତେ ପରିମାଣରେ ପ୍ରଭାବିତ କରିଥାଏ ଏବଂ ଆମ ଶରୀର ଗଠନରେ କିପରି ଭାବେ ଉପଯୋଗୀ ହୋଇଥାଏ, ସେ ବିଷୟରେ ଆଲୋଚନା କରିବା। ତ ଭିଟାମିନ୍ ଏ ଆମ ଶରୀରରେ ଆମ ଆଖିକୁ ଶକ୍ତ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଅର୍ଥାତ୍ ଭିଟାମିନ୍ ଏ ଆମ ଆଖିକୁ ଭଲ ଭାବରେ ଦେଖିବାରେ ସାହାଯ୍ୟ କରେ, ବିଶେଷ କରି ଅନ୍ଧାରରେ। ପିଲାମାନେ, ତମେ ଜାଣିଛ ରାତିରେ ହଠାତ୍ ଲାଇନ୍ କଟିଗଲେ ବା ଅନ୍ଧାର ହୋଇଗଲେ ଆମେ ଠିକ୍ ଭାବେ ଦେଖିପାରିନଥାଉ, କିନ୍ତୁ କିଛି ପିଲା ଅଛନ୍ତି ଯୋଉମାନେ କି ଭଲ ଭାବେ ଦେଖିପାରନ୍ତି। ଏହାର କାରଣ ସେମାନଙ୍କ ଶରୀରରେ ଭିଟାମିନ୍ ଏ ପ୍ରଚୁର ପରିମାଣର ଅଛି, ଯାହାକି ସେମାନଙ୍କ ଦୃଷ୍ଟି ଶକ୍ତି ବଢେଇବାରେ ସାହାଯ୍ୟ କରେ। ଏବଂ ଯେଉଁ ପିଲାଙ୍କ ଶରୀରରେ ଭିଟାମିନ୍ ଏ କମ୍ ମାତ୍ରାରେ ଥାଏ ବା ବିଲକୁଲ ଅଭାବ ଥାଏ, ସେମାନେ ଅନ୍ଧାରରେ ଦେଖିପାରନ୍ତି ନାହିଁ, ସେମାନଙ୍କୁ ଅନ୍ଧାରକୋଣ ରୋଗ ମଧ୍ୟ ହେଇଥାଏ। ତେଣୁକରି ଆମ ଆଖିର ଶକ୍ତି ବଢେଇବାକୁ ହେଲେ ଏବଂ ଅନ୍ଧାରରେ ଆମେ ଭଲ ଭାବେ ଦେଖିବାକୁ ଚାହୁଁଥିଲେ ଆମକୁ ଭିଟାମିନ୍ ଏ ଯୁକ୍ତ ଖାଦ୍ୟ ବହୁତ ମାତ୍ରାରେ ଖାଇବାକୁ ପଡିବ। ଖାଇବ ତ?
ଠିକ ଅଛି। କେବଳ ଏତିକି ନୁହେଁ ପିଲାମାନେ, ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ଏବଂ ଆମ ପ୍ରତିରକ୍ଷା ବ୍ୟବସ୍ଥାକୁ ମଜବୁତ କରିଥାଏ। ଅର୍ଥାତ୍ ଆମ ଶରୀରର ପ୍ରତିରକ୍ଷା ବ୍ୟବସ୍ଥା ଯଦି ଶକ୍ତ ହବ, ସହଜରେ ବିଭିନ୍ନ ପ୍ରକାର ରୋଗ ଜୀବାଣୁ ଆମ ଶରୀରକୁ ପ୍ରବେଶ କରିପାରିବେ ନାହିଁ ଏବଂ ଆମ ଶରୀରରେ କିଛି ରୋଗ ମଧ୍ୟ ସୃଷ୍ଟି କରିପାରିବେ ନାହିଁ। ତ ଆମେମାନେ ବା ତମେମାନେ ଯଦି ସୁସ୍ଥ ରହିବାକୁ ଚାହୁଁଛ, ନିରୋଗ ରହିବାକୁ ଚାହୁଁଛ, ତାହେଲେ ଭିଟାମିନ୍ ଏ ଯୁକ୍ତ ଖାଦ୍ୟ ନିହାତି ଖାଇବା ଆବଶ୍ୟକ। ପିଲାମାନେ ଜାଣିଛ, ଭିଟାମିନ୍ ଏ ଯୁକ୍ତ ଖାଦ୍ୟ ଆମ ଚର୍ମକୁ ସୁସ୍ଥ ରଖେ ଓ ବାହ୍ୟ କିରଣରୁ ସୁରକ୍ଷା ପ୍ରଦାନ କରେ। ଏହା ଆମ ଶରୀରରେ ବୃଦ୍ଧି ଓ ବିକାଶର ସାହାଯ୍ୟ କରେ। ତ ଭିଟାମିନ୍ ଏ କେବଳ ଆମ ଆଖି ନୁହେଁ, ଆମ ଶରୀରର ସମ୍ପୂର୍ଣ୍ଣ ପ୍ରତିରକ୍ଷା ବ୍ୟବସ୍ଥା ସହ ଆମ ଶରୀରର ବୃଦ୍ଧି ଓ ବିକାଶରେ ସାହାଯ୍ୟ କରେ। ତେଣୁ ତମେମାନେ ଯେତେବେଳେ ଖାଦ୍ୟ ଖାଇବ, ଏହା ଭିଟାମିନ୍ ଏ ଯୁକ୍ତ କି ନାହିଁ ସେ ବିଷୟରେ ନିଶ୍ଚୟ ଚିନ୍ତା କରିବ। ଏବେ ଚାଲ ଆମେ ଆଲୋଚନା କରିବା ଭିଟାମିନ୍ ବି ଆମ ଶରୀର ପାଇଁ କିପରି ଉପାଦେୟ। କାରଣ ଆମେ ଭିଟାମିନ୍ ଏ ବିଷୟରେ ଜାଣିଲେ, ଏବେ ଭିଟାମିନ୍ ବି ଆମ ଶରୀରକୁ କିଭଳି ଭାବେ ପ୍ରଭାବିତ କରୁଛି, ଆମ ଶରୀରର ଗଠନରେ, ଆମ ଶରୀରର ବୃଦ୍ଧି ଆଉ ବିକାଶରେ କିଭଳି ଭାବେ ସହାୟତା ପ୍ରଦାନ କରୁଛି, ସେ ବିଷୟରେ ଆଲୋଚନା କରିବା। ପିଲାମାନେ, ଭିଟାମିନ୍ ବି ଆମ ଶରୀରରେ ଶକ୍ତି ପ୍ରଦାନ କରେ ବା ଆମ ଶରୀରରେ ଶକ୍ତି ଉତ୍ପାଦନ କରେ ଏବଂ ଶରୀରକୁ ସକ୍ରିୟ ରଖେ। ଆମେ ଯେଉଁ ଖାଦ୍ୟ ଖାଉ, ଭିଟାମିନ୍ ବି ଏହି ଖାଦ୍ୟକୁ ଶକ୍ତିରେ ପରିଣତ କରେ ଏବଂ କାମ କରିବା ପାଇଁ ଆମ ଶରୀରକୁ ବିଭିନ୍ନ ପ୍ରକାର ସମୟରେ ବିଭିନ୍ନ ପ୍ରକାର ଶକ୍ତି ପ୍ରଦାନ କରିଥାଏ, ଯାହା ଫଳରେ ଆମେ ସବୁବେଳେ ସକ୍ରିୟ ରହିଥାଉ। ଭିଟାମିନ୍ ବି ଆମ ସ୍ନାୟୁତନ୍ତ୍ରକୁ ସୁସ୍ଥ ରଖେ ଏବଂ ମସ୍ତିଷ୍କ ଓ ସ୍ନାୟୁର କାମକୁ ସଠିକ ଭାବରେ କରାଇଥାଏ। ଏହା ଆମ ହୃଦୟର ସ୍ୱାସ୍ଥ୍ୟ ମଧ୍ୟ ଭଲ ରଖିବାରେ ସାହାଯ୍ୟ କରେ। ତ ଆମେ ଯଦି ଭିଟାମିନ୍ ବି ଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ଖାଇବା, ତେବେ ଆମର ସ୍ନାୟୁ ବ୍ୟବସ୍ଥା ସହ ଆମ ହୃଦୟ ମଧ୍ୟ ଭଲ ରହିବ। ଏହା ବେରିବେରି ରୋଗ ଠାରୁ ଆମକୁ ରକ୍ଷା କରେ। ପିଲାମାନେ, ତମେ ଜାଣିଥିବ, କେବେ କେବେ ଆମ ହାତ ଆଉ ପାଦ ଝିମଝିମ ଭଳିଆ ଲାଗେ। ଏହା ଭିଟାମିନ୍ ବି ଅଭାବରୁ ହୋଇଥାଏ, ଯାହା ଫଳରେ ଆମ ପାଦ ବହୁତ ଜୋରେ ଝିମଝିମ ହୋଇଥାଏ। ଏହାକୁ ବନ୍ଦ କରିବାକୁ ହେଲେ ଆମକୁ ଭିଟାମିନ୍ ବି ଯୁକ୍ତ ଖାଦ୍ୟ ଖାଇବାକୁ ପଡିବ। ତ ଆମେ ଏବେ ଜାଣିଲେ ଭିଟାମିନ୍ ଏ ଏବଂ ଭିଟାମିନ୍ ବି ଆମ ଶରୀର ପାଇଁ କିଭଳି ଉପାଦେୟ ଏବଂ ଆମ ଶରୀରକୁ କିଭଳି ଭାବେ ସାହାଯ୍ୟ କରୁଛନ୍ତି। ଏବେ ଆମେ ଆଲୋଚନା କରିବା ଏହି ଭିଟାମିନ୍ ଏ ଆଉ ଭିଟାମିନ୍ ବି ର ଉତ୍ସ ଗୁଡ଼ିକ କ'ଣ, ଅର୍ଥାତ୍ ଆମେ କେଉଁ କେଉଁ ଖାଦ୍ୟରୁ ଭିଟାମିନ୍ ଏ ଆଉ ଭିଟାମିନ୍ ବି ପାଇବା। ଆମେ ଆମ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ ନା ନାଇଁ ପିଲାମାନେ? ହଁ ଦିଦି। ତ ସେଇ ଖାଦ୍ୟ ଗୁଡ଼ିକ ମଧ୍ୟରୁ କେଉଁ ଗୁଡ଼ିକ ଆମକୁ ଭିଟାମିନ୍ ଏ ଯୋଗାଉଛି ଏବଂ କେଉଁ ଗୁଡ଼ିକ ଆମକୁ ଭିଟାମିନ୍ ବି ଯୋଗାଉଛି, ତାହା ଆମକୁ ଜାଣି ରଖିବା ନିହାତି ଦରକାର, ଯାହା ଫଳରେ ଆମେ ସଠିକ ଖାଦ୍ୟ ଚୟନ କରିପାରିବା। ତ ଚାଲ ଦେଖିବା କେଉଁ କେଉଁ ଖାଦ୍ୟରୁ ଆମକୁ ଭିଟାମିନ୍ ଏ ମିଳୁଛି। ଆଚ୍ଛା ପିଲା, କହିଲ ୟା ନାଁ କ'ଣ? ଦିଦି, ଅମୃତଭଣ୍ଡା। ଭେରି ଗୁଡ୍। ପିଲାମାନେ, ଅମୃତଭଣ୍ଡାରୁ ଆମକୁ ପ୍ରଚୁର ପରିମାଣର ଭିଟାମିନ୍ ଏ ମିଳିଥାଏ। ଆଚ୍ଛା ପିଲାମାନେ, ଏଇ ପରିବାକୁ ଚିହ୍ନିଛ? ହଁ ଦିଦି, ଗାଜର। ଭେରି ଗୁଡ୍। ଗାଜରରୁ ମଧ୍ୟ ଆମକୁ ବହୁତ ପରିମାଣରେ ଭିଟାମିନ୍ ଏ ମିଳିଥାଏ। ଆଚ୍ଛା, ଇଏ କ'ଣ? ଦିଦି, କ୍ଷୀର। ତମମାନେ ସମସ୍ତେ କ୍ଷୀର ପିଅ କି ନାହିଁ? ହଁ ଦିଦି। ପିଲାମାନେ, କ୍ଷୀରରୁ ମଧ୍ୟ ଆମକୁ ଭିଟାମିନ୍ ଏ ମିଳିଥାଏ। ଆଚ୍ଛା କହିଲ, ଏଇଟା କୋଉ ଫଳ? ଦିଦି, ଆମ୍ବ। ଏବେ ଆମ୍ବର ସିଜନ ଚାଲିଛି। ଆମ୍ବରୁ ମଧ୍ୟ ବହୁତ ପରିମାଣରେ ଭିଟାମିନ୍ ଏ ମିଳିଥାଏ। ପିଲାମାନେ, ଆମ୍ବରୁ ମଧ୍ୟ ଆମକୁ ବହୁତ ପରିମାଣର ଭିଟାମିନ୍ ଏ ମିଳିଥାଏ। ଆଚ୍ଛା, ୟା ନାଁ କ'ଣ କୁହ? ଦିଦି, ସଜନା ଶାଗ ଆଉ ସଜନା ଛୁଇଁ। ଭେରି ଗୁଡ୍।
ସଜନା ଶାଗ ଆଉ ସଜନା ଛୁଇଁ ଭିଟାମିନ୍ ଏ ର ଏକ ବଡ଼ ଉତ୍ସ। ଅର୍ଥାତ୍ ଆମେ ଯେତେ ସଜନା ଶାଗ ଖାଇବା, ସଜନା ଛୁଇଁକି ରୋଷେଇ କରି ଖାଇବା, ସେଥିରୁ ଆମକୁ ପ୍ରଚୁର ପରିମାଣର ଭିଟାମିନ୍ ଏ ମିଳିଥାଏ ଏବଂ ଏହା ଆମ ଆଖିକି ସୁସ୍ଥ ଏବଂ ଭଲ ଦେଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଆଚ୍ଛା କହିଲ, ଇଏ କଣ? ଦିଦି ପାଳଙ୍ଗ ଶାଗ। ଭେରି ଗୁଡ୍ ପିଲାମାନେ। ପାଳଙ୍ଗ ଶାଗ ମଧ୍ୟ ଭିଟାମିନ୍ ଏ ର ଏକ ଉତ୍ସ ଅଟେ। ଆଚ୍ଛା ଇଏ କଣ? ଅଣ୍ଡା। ଅଣ୍ଡା ଖାଉଛ କି ନାଇଁ ସବୁବେଳେ? ହଁ ଦିଦି। ଭେରି ଗୁଡ୍। ପିଲାମାନେ ଅଣ୍ଡାରୁ ମଧ୍ୟ ଭିଟାମିନ୍ ଏ ମିଳିଥାଏ। ତ ତମମାନେ ଜାଣିଲ ଅମୃତଭଣ୍ଡା, ଗାଜର, ଆମ୍ବ, କ୍ଷୀର, ଅଣ୍ଡା ଏବଂ ବିଭିନ୍ନ ପ୍ରକାର ସବୁଜ ପନିପରିବାରୁ ଆମକୁ ଭିଟାମିନ୍ ଏ ମିଳିଥାଏ। ଏବେ ଚାଲ ଆଲୋଚନା କରିବା ଭିଟାମିନ୍ ବି ଯୁକ୍ତ ଖାଦ୍ୟ ଗୁଡିକ କଣ? ଅର୍ଥାତ୍ ଆମେ ଖାଉଥିବା କେଉଁ କେଉଁ ଖାଦ୍ୟରୁ ଆମକୁ ଭିଟାମିନ୍ ବି ମିଳିଥାଏ? ଆଚ୍ଛା ପିଲାମାନେ କହିଲ, ଏଇଟା କଣ? ଦିଦି ଅମୃତଭଣ୍ଡା। ଅମୃତଭଣ୍ଡାରୁ ମଧ୍ୟ ଆମକୁ ଭିଟାମିନ୍ ବି ମିଳିଥାଏ। ଆଚ୍ଛା ଏଇଟା କିଏ କହିପାରିବ? ଦିଦି ଡାଲି। ହଁ, କି ପ୍ରକାର ଡାଲି? ଦିଦି ମିକ୍ସ ଅଛି। ଭେରି ଗୁଡ୍। ଆଚ୍ଛା ସବୁ ପ୍ରକାର ଅର୍ଥାତ୍ ବିଭିନ୍ନ ପ୍ରକାର ଡାଲି ଜାତୀୟ ଖାଦ୍ୟରୁ ମଧ୍ୟ ଆମକୁ ଭିଟାମିନ୍ ବି ମିଳିଥାଏ। ଆଚ୍ଛା ଏଇଟା କଣ? କ୍ଷୀର। ଭେରି ଗୁଡ୍। କ୍ଷୀରରୁ ମଧ୍ୟ ଆମକୁ ଭିଟାମିନ୍ ବି ମିଳିଥାଏ। ଆଚ୍ଛା ଏଇଟା କଣ? ସମସ୍ତେ ଜାଣିଛ? ଦିଦି ମାଛ। ମାଛରୁ ମଧ୍ୟ ଆମକୁ ଭିଟାମିନ୍ ବି ମିଳିଥାଏ। ସଜନା ଶାଗ, ସଜନା ଛୁଇଁରୁ ମଧ୍ୟ ଆମକୁ ଭିଟାମିନ୍ ବି ମିଳିଥାଏ। ପାଳଙ୍ଗ ଶାଗରୁ ମଧ୍ୟ ଆମକୁ ଭିଟାମିନ୍ ବି ମିଳିଥାଏ। ଅଣ୍ଡାରୁ ମଧ୍ୟ ଆମକୁ ଭିଟାମିନ୍ ବି ମିଳିଥାଏ। ଆଉ ଗୋଟେ କଣ ରହିଗଲା? ଦିଦି ବିନ୍ସ। ବିନ୍ସରୁ ମଧ୍ୟ ଆମକୁ ଭିଟାମିନ୍ ବି ମିଳିଥାଏ। ତ ଆମେ ଜାଣିଲେ ଅମୃତଭଣ୍ଡା, ବିଭିନ୍ନ ପ୍ରକାର ଡାଲି ଜାତୀୟ ଖାଦ୍ୟ, ସଜନା ଛୁଇଁ, ସଜନା ଶାଗ, ପାଳଙ୍ଗ ଶାଗ, ମାଛ, ଅଣ୍ଡା, କ୍ଷୀର ଏବଂ ବିଭିନ୍ନ ପ୍ରକାର ସବୁଜ ପନିପରିବାରୁ ଆମକୁ ଭିଟାମିନ୍ ବି ମିଳିଥାଏ, ଯାହାକି ଆମ ଶରୀରକୁ ବହୁତ ମାତ୍ରାରେ ଶକ୍ତି ପ୍ରଦାନ କରିଥାଏ ଏବଂ ଆମକୁ ସବୁବେଳେ ସକ୍ରିୟ ରଖିଥାଏ। ଆଚ୍ଛା ପିଲାମାନେ, ତମମାନଙ୍କ ପାଇଁ ଗୋଟେ ପ୍ରଶ୍ନ କରିବ କି ନାଇଁ? ହଁ ଦିଦି। ଆଜି ତ ତମେ ବହୁତ ପ୍ରକାର ଭିଟାମିନ୍ ବି ଆଉ ଏ ଯୁକ୍ତ ଖାଦ୍ୟ ଦେଖିଲ। ତ ତୁମେ ଘରେ ଖାଉଥିବା ଖାଦ୍ୟ ଗୁଡିକ ମଧ୍ୟରୁ କେଉଁ ଗୁଡିକ ଭିଟାମିନ୍ ଏ ଆଉ କେଉଁ ଗୁଡିକ ଭିଟାମିନ୍ ବି ଯୁକ୍ତ ଖାଦ୍ୟ, ସେଗୁଡିକର ଏକ ତାଲିକା ପ୍ରସ୍ତୁତ କରିବ ଏବଂ ଏହାକୁ ବିଶ୍ଳେଷଣ କରିବ। ଅର୍ଥାତ୍ ତମେ ଯେଉଁ ଖାଦ୍ୟ ଗୁଡିକ ଖାଉଛ, ତମ ଶରୀରକୁ ଏହା ଭିଟାମିନ୍ ଏ ଯୋଗଉଛି କି ନାହିଁ ବା ଭିଟାମିନ୍ ବି ଯୋଗଉଛି କି ନାହିଁ, ଗୋଟେ ଦିନକୁ କେତେ ପରିମାଣର ଭିଟାମିନ୍ ଏ ଆଉ ବି ତୁମେ ଗ୍ରହଣ କରୁଛ, ଯାହା ଫଳରେ ତମ ଶରୀର ସୁସ୍ଥ ରହୁଛି କି ନାହିଁ। ତ ତମେ ମାନେ ଏହି ଖାଦ୍ୟ ତାଲିକାକୁ ପ୍ରସ୍ତୁତ କରି ଆଣିଥିବ। ପରବର୍ତ୍ତୀ କ୍ଲାସରେ ଆମେ ଏହି ବିଷୟରେ ଆଲୋଚନା କରିବା। ଠିକ ଅଛି ପିଲାମାନେ। ଏବେ ଆମେ ଆଲୋଚନା କରିବା ଭିଟାମିନ୍ ଏ ଏବଂ ବି ଅଭାବରେ କେଉଁ ପ୍ରକାର ସମସ୍ୟା ଆମ ଶରୀରରେ ଦେଖାଯାଏ। ଭିଟାମିନ୍ ଏ ଅଭାବରୁ ଚାଲ ଦେଖିବା ଫାଷ୍ଟ କଣ ହୁଏ। ଭିଟାମିନ୍ ଏ ଅଭାବରୁ ଆମ ଶରୀରରେ କେଉଁ ସବୁ ସମସ୍ୟା ଦେଖାଯାଏ। ପିଲାମାନେ, ତମକୁ କହିସାରିଛି, ଯଦି ଆମେ ଭିଟାମିନ୍ ଏ ପ୍ରଚୁର ମାତ୍ରାରେ ନ ଖାଇବା, ଅର୍ଥାତ୍ ଆମ ଶରୀରରେ ଭିଟାମିନ୍ ଏ ର ଅଭାବ ପରିଲକ୍ଷିତ ହବ, ତେବେ ଆମକୁ ଅନ୍ଧାରରେ ଦେଖିବାରେ ଅସୁବିଧା ହେବ ଏବଂ ଅନ୍ଧାର କଣା ଭଳି ରୋଗ ମଧ୍ୟ ହେଇପାରେ। ଆମ ଚର୍ମ ଶୁଖିଲା ଏବଂ ଫାଟିଯିବ। ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମିଯିବ ଏବଂ ଆମକୁ ବିଭିନ୍ନ ପ୍ରକାର ରୋଗ ହବ। ଛୋଟ ପିଲାମାନଙ୍କର ବୃଦ୍ଧି ବହୁତ ସ୍ଲୋ ହେଇଯିବ। ଆମ ଆଖିର କର୍ନିଆ କ୍ଷତିଗ୍ରସ୍ତ ହେବ, ଯାହା ଫଳରେ ଆମ ଦୃଷ୍ଟି ଶକ୍ତି ମଧ୍ୟ ଚାଲି ଯାଇପାରେ। ତ ପିଲାମାନେ, ଭିଟାମିନ୍ ଏ ଅଭାବରୁ ଏଇଭଳି ବିଭିନ୍ନ ସମସ୍ୟା ଆମ ଶରୀରରେ ସୃଷ୍ଟି ହବ, ଯାହା ଫଳରେ କି ଆମ ଶରୀରର ବୃଦ୍ଧି କମିବା ସଙ୍ଗେ ସଙ୍ଗେ ଆମେ ବିଭିନ୍ନ ପ୍ରକାର ସମସ୍ୟାରେ ପଡ଼ିବା। ତେଣୁ ଆମେ ଚେଷ୍ଟା କରିବା ଆମେ ସବୁବେଳେ ଭିଟାମିନ୍ ଏ ଯୁକ୍ତ ଖାଦ୍ୟ ଠିକ ମାତ୍ରାରେ ଖାଇବା। ଚାଲ ଏବେ ଦେଖିବା ଭିଟାମିନ୍ ବି ଅଭାବରୁ ଆମ ଶରୀରରେ କେଉଁ ପ୍ରକାର ସମସ୍ୟା ଦେଖାଦିଏ।
ଭିଟାମିନ୍ B ଅଭାବରେ ଶରୀରରେ ଶକ୍ତି କମିଯାଏ ଏବଂ ସବୁବେଳେ କ୍ଳାନ୍ତ ଲାଗେ। ଆମେ ଆଲୋଚନା କରିଥିଲେ ଭିଟାମିନ୍ B ଆମ ଶରୀରରେ ଥିବା ଖାଦ୍ୟକୁ ଶକ୍ତିରେ ପରିଣତ କରେ ଏବଂ ଆମ ଶରୀର ପାଇଁ ଶକ୍ତି ଉତ୍ପାଦନ କରେ। ତ ଆମ ଶରୀରରେ ଯଦି ଭିଟାମିନ୍ B ର ଅଭାବ ଘଟିବ ତ ଆମ ଶରୀରରେ ଶକ୍ତି ମଧ୍ୟ କମିଯିବ, ଯାହା ଫଳରେ ଅଳ୍ପ କାମରେ ଆମେ ଖୁବ୍ ଶୀଘ୍ର କ୍ଳାନ୍ତ ହୋଇପଡ଼ିବା। ଆମର ହାତ ଓ ପାଦ ଝିମଝିମ ହୋଇଯିବ ଏବଂ ବେରି ବେରି ଭଳି ରୋଗ ମଧ୍ୟ ହୋଇପାରିବ। ଭିଟାମିନ୍ B ଅଭାବରେ ଆମ ଶରୀରରେ ସ୍ନାୟୁ ସମସ୍ୟା ଦେଖାଦିଏ। କେବଳ ସ୍ନାୟୁ ସମସ୍ୟା ନୁହେଁ ପିଲାମାନେ, ଭିଟାମିନ୍ B ଅଭାବରେ ଆମ ହୃଦୟ ସମସ୍ୟା ମଧ୍ୟ ଦେଖାଦିଏ। ଏହାର ଅଭାବରେ ଆମ ଶରୀରରେ ରକ୍ତ କମିଯାଏ ଏବଂ ରକ୍ତହୀନତା ଦେଖାଦିଏ। ଭିଟାମିନ୍ B ଅଭାବରୁ ଆମର ଚର୍ମ ଶୁଷ୍କ ହୋଇଯାଏ ଏବଂ ପାଟିରେ ଘା ହୋଇଥାଏ। ଭିଟାମିନ୍ B ଅଭାବ ହେଲେ ଆମ ଶରୀରରେ ଥିବା ମାଂସପେଶୀ ଗୁଡ଼ିକ ଦୁର୍ବଳ ହୋଇଯାଏ ଏବଂ ଆମ ଚାଲିବାରେ ଅସୁବିଧା ହୁଏ। ତ ପିଲାମାନେ ଦେଖିଲ, ଭିଟାମିନ୍ B ଅଭାବରୁ ଆମ ଶରୀରରେ କେତେ ସମସ୍ୟା ଦେଖାଦିଏ। ଆମ ଶରୀର ଶକ୍ତିହୀନ ହେବା ସଙ୍ଗେ ସଙ୍ଗେ ଆମେ ଠିକ୍ ସେ ଚାଲି ବୁଲି ପାରିବା ନାହିଁ, ଆମ ମାଂସପେଶୀ ଦୁର୍ବଳ ହେଇଯିବ, ଆମ ରକ୍ତହୀନତା ଆମ ଶରୀରରେ ଦେଖାଯିବ, ଯାହାଫଳରେ ଆମ ରକ୍ତର ପରିମାଣ ମଧ୍ୟ କମିଯିବ। ତେଣୁ ଆମେ ପ୍ରତ୍ୟେକ ଦିନ ଭିଟାମିନ୍ B ଯୁକ୍ତ ଖାଦ୍ୟ ନିହାତି ଭାବେ ଖାଇବା। ଆଚ୍ଛା ପିଲାମାନେ, ଏବେ ତୁମମାନଙ୍କ ପାଇଁ କିଛି ପ୍ରଶ୍ନ। ମୁଁ କିଛି ପ୍ରଶ୍ନ ପଚାରିବି ଏବଂ ତୁମେମାନେ ତାର ସଠିକ ଉତ୍ତର ଦବ। ତ ପଚାରିବି ତ? ହଁ ଦିଦି, ଭେରି ଗୁଡ। ଚାଲ। ଆଚ୍ଛା ପିଲାମାନେ କହିଲ, ଭିଟାମିନ୍ A ଡ୍ୟାସ୍ ପାଇଁ ଭଲ? ଦିଦି, ଆଖି ପାଇଁ। ଭେରି ଗୁଡ। ଆଚ୍ଛା, ଦ୍ୱିତୀୟ ପ୍ରଶ୍ନ, ଭିଟାମିନ୍ B1 କୁ ଡ୍ୟାସ୍ କୁହାଯାଏ? ଅର୍ଥାତ୍ ଭିଟାମିନ୍ B1 ର ଅନ୍ୟ ନାମ କଣ? ଦିଦି, ଥାୟାମିନ୍। ଭେରି ଗୁଡ। ଭିଟାମିନ୍ B1 କୁ ଥାୟାମିନ୍ ମଧ୍ୟ କୁହାଯାଏ। ଆଚ୍ଛା କହିଲ, ଭିଟାମିନ୍ A ଅଭାବରେ ଡ୍ୟାସ୍ ରୋଗ ହୁଏ? ଦିଦି, ଅନ୍ଧାର କଣା। ଭେରି ଗୁଡ। ଆଚ୍ଛା ଏବେ କୁହ, ବେରି ବେରି ଡ୍ୟାସ୍ ଅଭାବ ଜନିତ ରୋଗ? ଦିଦି, ଭିଟାମିନ୍ B। ଭେରି ଗୁଡ। ଭିଟାମିନ୍ B ଅଭାବରେ ବେରି ବେରି ରୋଗ ହୋଇଥାଏ। ଆଚ୍ଛା କହିଲ ଏବେ ଦେଖି, ଗାଜରରେ ଡ୍ୟାସ୍ ଭିଟାମିନ୍ ଥାଏ? ଦିଦି, ଭିଟାମିନ୍ A। ଭେରି ଗୁଡ। ପିଲାମାନେ, ତମେ ସବୁ ଠିକ ଉତ୍ତର ଦେଇଛ। ଆଚ୍ଛା, ତମମାନଙ୍କ ପାଇଁ ଗୋଟେ କାମ, ତମମାନେ ଚିନ୍ତା କରିବ ଏବଂ ଏହି ପ୍ରଶ୍ନର ଉତ୍ତରକୁ ତୁମ ଘରେ ଖାତାରେ ଲେଖିକି ଆଣିଥିବ। ପରବର୍ତ୍ତୀ କ୍ଲାସରେ ଆମେ ସେଇ ବିଷୟରେ ଆଲୋଚନା କରିବା। ଯଦି ତୁମକୁ ସବୁବେଳେ କ୍ଳାନ୍ତ ଲାଗୁଛି, ତାହେଲେ କେଉଁ ଭିଟାମିନ୍ର ଅଭାବ ହୋଇପାରେ ଏବଂ ଏହାକୁ କିପରି ରୋକାଯାଇ ପାରିବ? ତ ତମେମାନେ ଘରେ ଏହି ପ୍ରଶ୍ନକୁ ଠିକ ଭାବେ ଭାବିବ, ଚିନ୍ତା କରିବ, ବିଶ୍ଳେଷଣ କରି ଏହାର ଉତ୍ତର ତୁମ ଖାତାରେ ଲେଖିକି ଆଣିଥିବ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।